ସେହି ସ୍ନାନ ଯଦି ସ୍ୱୟଂ ପରମବ୍ରହ୍ମ କରିଥାନ୍ତି ତାକୁ କୁହାଯାଏ ଦେବସ୍ନାନ ଅଥବା ମହାପ୍ରଭୁଙ୍କ ପୁଣ୍ୟ ସ୍ନାନ। ଜଗତର ନାଥ ଜଗନ୍ନାଥ ବର୍ଷସାରା ରତ୍ନବେଦୀରେ ଗମ୍ଭୀରା ଭିତରେ ବସି ବସି ବର୍ଷକେ ଥରେ ଏହି ପୁଣ୍ୟତିଥିରେ ସ୍ନାନବେଦୀକୁ ପହଣ୍ଡିରେ ଆସିଥାନ୍ତେ। ପରମ୍ପରା ଅନୁଯାୟୀ ସ୍ନାନ କୂଅରୁ 108 ଗରା ପାଣିରେ ଗାଧୋଇଥାନ୍ତି ମହାପ୍ରଭୁ। ନୀତି ଅନୁଯାୟୀ ସ୍ନାନବେଦୀର ଚତୁଃପାର୍ଶ୍ୱରେ ମହାପ୍ରସାଦ ଲାଗି କରାଯାଇଥାଏ ମହାପ୍ରଭୁଙ୍କୁ। ଅତ୍ୟଧିକ ସ୍ନାନ ହେତୁ ସାଧାରଣ ମନୁଷ୍ୟ ପରି ମହାପ୍ରଭୁଙ୍କୁ ତାପରେ ଜ୍ୱର ହୋଇଥାଏ। ଏହି ଦିନଠାରୁ 15 ଦିନ ପର୍ଯ୍ୟନ୍ତ ପ୍ରଭୁଙ୍କ ଅଣସର ସେବା ଆରମ୍ଭ ହୋଇଥାଏ। ଆଉ ଏହି ସମୟରେ ପଟିଦିଅଙ୍କୁ ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଅଣସର ନୀତି ସମୟରେ ବ୍ରହ୍ମଗିରିର ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ ବୋଲି କଥିତ ଅଛି। ତେଣୁ ଏହି ସମୟରେ ଭକ୍ତମାନେ ନିଜର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ